नीलाचल निवासाय नित्याय परमात्मने बलभद्र सुभद्राभ्यां श्रीजगन्नाथाय ते नमः श्रीजगन्नाथाय ते नमः श्रीजगन्नाथाय ते नमः। पूर्व जन्म धर्म पुण्य नथिले बापा ये वैराग्य भाव भक्ति भाव हृदय भितर जागरित हो पारिब। दुई चार पद कथा आमे कहिबा मा दरबार रे बसिचे हरि कथा गाइबा हरि कथा सुनिबा आय मन वाक्य एकत्रित करी जब किंचित समय पई हो पछे भरत पीठिबारी प्रभु पदार बिंदरे मन को निवेश कराई यदि प्रभु भावरे भावी प्रभु नामरे नामी प्रभु प्रेमरे प्रेमी होई पारे। हे जगबंधु आपण मानकर पूज्यास्पद जने महान लेखक आपण मानकर बडम्बा नरसिंहपुर निवासी कवि हेले जगन्नाथ बारिक सुंदर पदटे कलम करिसंती पूज्यास्पद बड़ भाई गायक बंधु कंठ कौशल्यापुर निवासी श्रीयुक्त अक्षय कुमार स्वामी द्वारा आपण मानकर स्वर रचिता महाप्रभु को भक्त आदि डाकिला पूजाए केमिति डाकिला बोले जगबंधु बोले मते कोणा पिकोटिए हरि मते कोणा पिकोटिए ये बे करी दियंत कोणा शांत मते कोणा पिकोटिए करी दियंत कोणा शांत। हे मोर पंडित गुणी ज्ञानी विवेकी महोदय भक्त कवि सुंदर पद किए कलम कले भक्त कहला महाप्रभु बिको कहिले कोइली जदि संसार रक्षरे अधीन को आपण कोइली टिए करी गढी दियंते कहली भाई तले करंती कोन कोइला जानती शिखे तो गाई गाई गीत गाई गाई गीत गाई गाई जगबंधु जब धरा अक्षर बसंतर शुभ आगमन हेब आपणकर नाम को आपणकर गुण को आपणकर कथा को गाई गाई आपणकर श्रीक्षेत्र धाम पुरुषोत्तम क्षेत्र पुरी धाम रे धाम मर्त्य वैकुंठ रे प्रभु पहुंची जीवी पहुंची गला परे हे महाप्रभु आपणकर सिंह द्वारे अर्धस्तंभ पथ देई 22 पावच ऊपर पतायमान होई महाप्रभु कहले गोटे पद कल्प शाखारे खेली देखुथिबी भक्त हरि कल्प शाखारे खेली देखुथिबी भक्त हरि। हे महाप्रभु कल्प बंचिबार वृक्षर ना हला बापा कल्प वृक्ष महाप्रभुଙ୍କର ଭିତର ବେଢା ପୂର୍ବ ବେଢାରେ ଯୋଉ କଳପ ବୃକ୍ଷ ଆଜି ସ୍ଥାନ ପାଇଛି ହେ ଜଗବନ୍ଧୁ ସେଇ କଳପ ବୃକ୍ଷ ଶାଖାରେ ଯେତେବେଳେ ଆଜି ଉପବେଶନ କରି ଏ ଭକ୍ତ ମାନଙ୍କର ଗହଳି କି ମନ୍ଦିର ଭିତରେ ଅପଲକ ନୟନରେ ଦର୍ଶନ କରିବା ସହିତ ଆଉ କଣ କରି
କହିଲି ପ୍ରଭୁ କଣ? ସେତିକି ଖାଲି ନୁହଁ ନା। କହିଲା କଳ ପର୍ବତ ଶାଖାରେ ଖେଳି ଦେଖୁଥିବି ଭକ୍ତ ଗହଳି। କଳ୍ପବଟ ଶାଖାରେ ଖେଳି ଦେଖୁଥିବି ଭକ୍ତ ଗହଳି। ହରି ପାଇସି ପ୍ରସାଦ ଲଭନ୍ତି ପ୍ରସାଦ ପାଇସି ପ୍ରସାଦ ଲଭନ୍ତି ପ୍ରସାଦ। ଯାତ୍ରା ମୋର ମୁକତି ପଥ କଳା ଶାନ୍ତ ମତେ କଳା ବିକଟିଏ କରିଦିଅନ୍ତ। କଳା ଶାନ୍ତ ବନ୍ଧୁ ଖାଲି ସେତିକି ନୁହଁ ଆପଣଙ୍କର ଆନନ୍ଦ ବଜାରରେ ପ୍ରସାଦକୁ ପାଇ ଜୀବନକୁ ଧନ୍ୟ କଲା ପରେ ବନ୍ଧୁ ଯେତେବେଳେ ଆର ପୂର୍ବ ଜନ୍ମ ଦ୍ୱାପର ଯୁଗର କଥା ମନେ ପଡ଼ିଯାଏ ସେଇ ଯଶୋଦା କୋଳ ସେଇ ବ୍ରଜଦାଣ୍ଡ ସେଇ ଗୋପପୁର କଥା ଜଗବନ୍ଧୁ ଯେତେବେଳେ ଆଜି ଗୋପପୁର ଆଡେ ଟିକେ ଆଜି ଯାଇକି ପହଞ୍ଚିଯିବି ଗୋପପୁରରେ ପହଞ୍ଚିକି ଦେଖିଲା ବେଳକୁ ଜଗବନ୍ଧୁ ହେଇଛି କଣ କହିଲା କୁଞ୍ଜ ହବନ ପଡ଼ିଛି ଖାଲି ବୃନ୍ଦାବନେ ନାହିଁ କାକଳି। କୁଞ୍ଜବନ ପଡ଼ିଛି ଖାଲି ବୃନ୍ଦାବନେ ନାହିଁ ତା କଳି। ଏ ମହାପ୍ରଭୁ ଆଉ ସେ କୁଞ୍ଜବନ କୁଞ୍ଜ ହେଇକି ନାହିଁ ଆଉ କୁଞ୍ଜ ନାହିଁ ଆଉ ବୃନ୍ଦାବନରେ କାଉ କୋଇଲି ମାନଙ୍କର ରାବ ହଉନି କାକଳି ନାଦ ଶୁଣିବାକୁ କେହି ପାଉନାହାନ୍ତି ପ୍ରଭୁ। ଖାଲି ସେତିକି ନୁହଁ କହିଲା ଯମୁନା ରହନୀର କାନ୍ଦେ ନିରନ୍ତର ଯମୁନାର ନୀର କାନ୍ଦେ ନିରନ୍ତର। ଆଜି ଝୁରୁଛି କଦମ୍ବ ଖୋଜି ଅତୀତ କଳା ଶାନ୍ତ ମତେ କଳା ବିକଟିଏ କରିଦିଅନ୍ତ। କଳା ଶାନ୍ତ ବନ୍ଧୁ ଯମୁନା ନଈ ଯୋଉ ଆନନ୍ଦରେ କଳ କଳ ବଳ ବହି ଯାଇ ଆପଣଙ୍କର ଗୁଣଗାନ କରୁଥାଏ ସେ ଯମୁନା ଆଜି କ୍ରନ୍ଦନ କରୁଛି ମୋ ଆଜି କୃଷ୍ଣ ଭଗବାନ କାହିଁ ମୋ କହ୍ନେଇ ଆଜି କାହିଁ ବୃନ୍ଦାବନରେ କାକଳି ନାଦ ଶୁଭୁନି ଯମୁନା ଆଜି ନିର କ୍ରନ୍ଦନ କରିବାରେ ଲାଗିଛନ୍ତି ସେଇ କଦମ୍ବ ଆପଣଙ୍କୁ ଝୁରି ଝୁରି ତା ଅତୀତକୁ ମନେ ପକାଇ ଆଜି ଆପଣଙ୍କ କଥାକୁ ଦେଖି ଦର୍ଶନ ଦେଲା ବେଳେ ଆଉ କଣ ଦେଖିଲି ପ୍ରଭୁ ଆଉ ରାଧା ମା କଥା କହିଲେ ନ ସରେ ରାଧା ରାଣୀ ବ୍ରଜ କିଶୋରୀ ବିରହରେ ମରନ୍ତି ଝୁରି। ରାଧାରାଣୀ ବ୍ରଜ କିଶୋରୀ ବିରହରେ ମରନ୍ତି ଝୁରି। ଆହ୍ଲାଦିନୀ ମା ହେଲେ ରାଧା ଯୋଉ ମା ଲାଗି ଆଜି ମହାପ୍ରଭୁଙ୍କର ଚୈତନ୍ୟ ଅବତାର ପୁରା ପୁରା ନାମ ପ୍ରଚାର ଅଭ୍ୟାସ ପୂର୍ଣ୍ଣ ପାଇକି ଆଉ ରାଧା ମା ମନରେ ପ୍ରଭୁ ସୁଖ ନାହିଁ ସେ ସ୍ୱ ଗୋପନାରୀଙ୍କ ମନରେ ଆଉ ସେ ଆନନ୍ଦ ନାହିଁ ସମସ୍ତଙ୍କର ନୟନରେ ଅଶ୍ରୁ ବାରି ନିର୍ଗତ ହଉଛି ଆପଣ 3 ଦିନକୁ କଣ୍ଟ କରି ଧନୁଯାତ୍ରା ଦେଖିବା ପାଇଁ ମାମୁଁ ଘରକୁ ଯାଇଛନ୍ତି ତ ଯାଇଛନ୍ତି ଜଗବନ୍ଧୁ ଆଜି ରାଧା ମା ମୋର ଯେତେବେଳେ କ୍ରନ୍ଦନରତ ଅବସ୍ଥାରେ ଅଛି ଯଦି ଆପଣ ମତେ ଟିକେ କୋଇଲି ଜନ୍ମ ଦେଇଦେବେ ମୁଁ ଟିକେ ତ ସମ୍ବାଦ ନେଇକି ପହଞ୍ଚେଇଦେବି ମୋ ରାଧା ମା ପାଖରେ ସମ୍ବାଦ ପହଞ୍ଚେଇଦେବି ହେ ମା ଯୋଉ ପ୍ରଭୁକୁ ତମେ ଅନେକ ଯୁଗ ଧରି ଅପେକ୍ଷା କରୁଛ ସେଇ ପ୍ରଭୁ ଆଜି ନିରକନ୍ଦରରେ ବିଦ୍ୟମାନ ତେଣୁ ନାଇଁ ସୁସନ୍ଦେଶ ଜାତି ତାଙ୍କ ପାଶ ନେଇ ସୁସନ୍ଦେଶ ଜାତି ତାଙ୍କ ପାଶ। ଏଇ ସୁସନ୍ଦେଶକୁ ନେଇ ଯେତେବେଳେ ତାଙ୍କ ପାଖରେ ପହଞ୍ଚେଇଦେବି ପ୍ରଭୁ ଟିକେ ତ ଆନନ୍ଦ ପାଇବେ ମୁଁ ତ ଟିକେ ଦୂତ ହେଇଯିବି ସେ ଭାଗ୍ୟ ଟିକେ ମତେ ମିଳିଯିବ ଦୂତ ପାଣ କରି ମୁଁ ପରଭୂତ